ସୁନ୍ଦରଗଡ଼ରେ ଗୋ ଚାଲାଣ ବନ୍ଦ କରିବା ପାଇଁ ଘରୋଇ ବସଷ୍ଟାଣ୍ଡ ନିକଟ ଓଭରବ୍ରିଜ କାନ୍ଥରେ ପୋଷ୍ଟର ଲାଗିଛି। ତେବେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା ପିଏଲଏଫଆଇ ଲଗାଇଥିବା ଏହି ପୋଷ୍ଟରରେ ଗୋ ଚାଲାଣ ବନ୍ଦ କରିବା ପାଇଁ କୁହାଯାଇଛି। ନହେଲେ ଫୌଜି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲିଖିତ ରହିଛି। ଯାହାକି କେନ୍ଦ୍ରୀୟ କମିଟିର ପ୍ରେମ କୁମାର ଯାଦବଙ୍କ ନାଁରେ ଏହି ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କକୁଆ ଭୟ ଦେଖାଦେଇଛି। ସେପଟେ ପୂର୍ବରୁ ସୁନ୍ଦରଗଡ଼ ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ପିଏଲଏଫଆଇ ସଂଗଠନର ଗତିବିଧି ରହିଥିଲା। ଆଉ ଆଜିର ଏହି ପୋଷ୍ଟର ପୁଣି ଥରେ ପିଏଲଏଫଆଇର ଉପସ୍ଥିତିକୁ ଜାହିର କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।